ପାର୍ଟିରେ ଅଞ୍ଚଳରେ ମଞ୍ଚାସନ ସ୍ୱାଗତିତ କରୁଥିବା ଏ ବିଦ୍ୟାଳୟର ପ୍ରିନ୍ସିପାଲ ମହୋଦୟ, ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ଲଳିତ ମହୋଦୟ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରଘୁନାଥ ମାଣିକ, ତହସିଲଦାର ଅମ୍ବାବରା ମହୋଦୟ, ମଞ୍ଚରେ ମଞ୍ଚାସୀନ ସମ୍ମାନିତ ଅତିଥି ପୂର୍ବତନ ବିଓ ଅମ୍ବାବରା ଏବଂ ଷ୍ଟୁଡେଣ୍ଟ ରିପ୍ରେଜେଣ୍ଟେଟିଭ ତତ୍ସହିତ ମୋ ସମ୍ମୁଖରେ ଉପବେଶନ କରିଥିବା ଏ ବିଦ୍ୟାଳୟର ଅଧ୍ୟୟନ ଛାତ୍ରଛାତ୍ରୀ, ପ୍ରେସ ମିଡ଼ିଆ, ପିତାମାତା ସବୁକୁ ଏ ଅବସରରେ ଶୁଭେଚ୍ଛା ସ୍ୱାଗତ। ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯେଉଁ ଅନୁଷ୍ଠିତ ହେଉଛି ଆନୁଆଲ ଫଙ୍କସନ୍, ଏଥିରେ ଏଇ ଗୋଟେ ବର୍ଷ ପିଲାଙ୍କର ଦକ୍ଷତା କେତେ ଅଗ୍ରଗତି କରୁଛି ତାହା ଏଠି ପ୍ରଦର୍ଶିତ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ରହିଥିବା ଗୁଣାବଳୀକୁ ପରିପ୍ରକାଶ କରିବା ଏଇଠୁ ଆରମ୍ଭ। ଏଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଁ ପ୍ରଥମେ ପଶିଲି, ଡାହାଣ ପଟେ ଲେଖା ହେଇଛି ଗୋଟିଏ ଧାଡ଼ି ଫ୍ୟୁଚର ବିଗିନ୍ସ ହିୟର, ଭବିଷ୍ୟତ ଏଇଠି ଆରମ୍ଭ ହୁଏ। ତେଣୁ ଏଠି ଯେଉଁ ପିଲାମାନେ ଆସନ୍ତି ପ୍ରତ୍ୟେକ ବିଦ୍ୟାଳୟର ଦକ୍ଷତା ଗୁଣସମ୍ପନ୍ନ ଛାତ୍ରଛାତ୍ରୀ, ଯାହାକି ଗୋଟିଏ ଗୋଟିଏ ପିଓର କେସ୍ ଓଡ଼ିଆରେ ଆମେ ଆର୍ଥିକ ବୁଝିଲେ ଯେଉଁଟାକି ପବିତ୍ର କାରକ। ସେ ପବିତ୍ର କାରକ ଗୁଡ଼ିକ ଆମେ ପ୍ରତ୍ୟେକ ବିଦ୍ୟାଳୟରେ ଆମେ ସାଉଁଟି ଆଣିଛନ୍ତି। সেই ପବିତ୍ର କାରକ ଗୁଡ଼ିକ ଏଇଠାରେ କିଛି ଶିଖୁଛନ୍ତି, ଯେଉଁଟାକି ପିଓର କେସ୍। ସେଇ ପ୍ରତ୍ୟେକ ଅକ୍ଷର ଗୁଡ଼ିକ ଆମେ ଯଦି ବିଭାଜିତ କରିବା, ସେ ପିଲାଙ୍କ ପାଖରେ ଅନେକ କିଛି ରହିଛି, ଯାହାକି ପ୍ରଥମ ଅକ୍ଷରଟି ସେଇ ଅର୍ଥଟି ହେଉଛି ପ୍ରତ୍ୟେକ ପିଲାଙ୍କ ପାଖରେ ପଙ୍କ୍ଚୁଆଲିଟି ଥାଏ ଏଇ ବିଦ୍ୟାଳୟରେ। ଦ୍ୱିତୀୟ ଅକ୍ଷରଟି ହେଉଛି ୟୁ, ପିଲାଙ୍କ ଭିତରେ ୟୁନିଟ୍ ଥାଏ, ଏକତା ମଧ୍ୟ। ତୃତୀୟ ଅକ୍ଷରଟି ହେଉଛି ଆର୍, ଯାହାକି ପିଲାଙ୍କ ମଧ୍ୟରେ ପ୍ରତ୍ୟେକ ପିଲାଙ୍କୁ ରେସ୍ପେକ୍ଟ ଦେଇଥାଏ ଓ ପ୍ରତ୍ୟେକ ପିଲାମାନେ ରେସ୍ପେକ୍ଟ ସମସ୍ତଙ୍କୁ ଦେଇଥାଏ। ତାପରେ ଅକ୍ଷରଟି ହେଉଛି ଇ, ଯେଉଁଟାକି ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ରହିଥିବା ଏଲିମେଣ୍ଟ। ତାପରେ ଆମର କେସ୍, ପିଓର କେସ୍, ପିଲାଙ୍କୁ ଏଠି ଚରିତ୍ର ଗଠନ କରାଯାଏ, କ୍ୟାରେକ୍ଟର ସିରିୟସ୍ ଅଛି। ଏରେ ଏବିଲିଟି ପ୍ରତ୍ୟେକ ପିଲାଙ୍କର ରହିଛି, ସାମର୍ଥ୍ୟ ରହିଛି ପ୍ରତ୍ୟେକ କ୍ଷେତ୍ରରେ, ଯେଉଁଟାକି ଆମର ପ୍ରିନ୍ସିପାଲ କହୁଥିଲେ ଆମ ପିଲାମାନେ ଷ୍ଟେଟ୍ ଲେଭେଲରେ ଶିକ୍ଷା କ୍ଷେତ୍ରରେ ହେଉ, ଅଣଶୈକ୍ଷିକ କାର୍ଯ୍ୟକ୍ରମରେ ହେଉ, ସେମାନେ ଓଡ଼ିଶା ଜିଲ୍ଲା କରୁଛନ୍ତି। ତାପରେ ଏସ୍ ସେଟ୍, ଯେଉଁଟାକି ସାଧୁତା ଅଛି, ପ୍ରତ୍ୟେକ ପିଲାମାନେ କର୍ତ୍ତବ୍ୟନିଷ୍ଠ ସାଧୁତା ବଜାୟ ରଖନ୍ତି। ଶେଷ ଅକ୍ଷରଟି ହେଉଛି ଏଚ୍, ଯେଉଁଟାକି ଅନେଷ୍ଟି ପିଲାଙ୍କ ମଧ୍ୟ ରହିଥାଏ, ଅନରେବଲ ପିଲାମାନେ ମଧ୍ୟ ପାଇଥାନ୍ତି। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଏହି ବିଦ୍ୟାଳୟ ଅମ୍ବାବନା ବ୍ଲକ ପାଇଁ ଗୋଟେ ସ୍ୱତନ୍ତ୍ର ସ୍ଥାନ ସବୁବେଳେ ବଜାୟ ରଖୁଛି। ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ନ୍ତୁ, ଯେମିତିକି ଏଠି ଯେଉଁ ଫ୍ୟୁଚର ବିଗିନ୍ସ ହିୟର ବୋଲି ଯେଉଁ ଶବ୍ଦଟା ଅଛି, ଏଇଟା ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଗୋଟେ ଅନୁକରଣ ପ୍ରିୟ ହେଇଯାଉ। ଏଇଟା ଏଇ ଆଶାରେ ମୁଁ ମୋର ବକ୍ତବ୍ୟରେ ବିରାମ ଦେଉଛି। ଜୟ ଜଗନ୍ନାଥ।